सतींकर निज स्वामी ठारे अनुराग थिबारु तांकर विनाश समय से सतींकर आत्मा प्रवेश कला मेनांक गर्भरे। मेना एवं हिमालय कुलमंडन कले एक कन्या से कन्यार नामकरण पाई मेना एवं हिमालय निमंत्रण करथिले नारद महर्षि को एवं नारद महर्षि तांकर जातकर्म से कन्यार जातकर्म समय तांकर नामांकित करथिले जे पर्वत राजंक कन्या हेतु ए कन्यार नाम पार्वती रखागला। पार्वती त्रिलोकर सौंदर्य मई कन्याटी धीरे धीरे बड़ हेबाक लागिले। यौवन समय आसी पहुंची गला एवं यौवन समय प्रत्येक मांकर इच्छा जे मोर कन्यार केउठी शाशुघर हेब। प्रत्येक माँ माने टिके व्यस्त होई पड़न। एमिति माँ मेना मध्य पार्वतींकर माँ मेना मध्य व्यस्त होई पड़ले एवं हिमालय को कहले हे हिमवंत आपण जाई नारद महर्षि को डाकंतु से आम कन्यार भाग्य रेखाटा टिके देखंतु हस्तरेखा देखंतु आम कन्यार बर किए हेब। हिमालय नारद महर्षि को निमंत्रण कले। नारद महर्षि आसी पहुंचिले एवं नारद महर्षि जतले आसी पहुंची जाइसंती यथाचित सत्कार करी तांको आसन रे उपवेशन कराइले हिमवंत एवं निजर कन्या को आनी कन्यार हस्तरेखा देखाइले। हस्तरेखा देखी नारद महर्षि कहले गोस्वामी लिखुचंती शैल सुल छना सुता तुम्हारी शैल सुल छना सुता तुम्हारी सुनाऊ अब गुना दुई चारी श्री राम जय जय राम श्री राम जय जय राम शैल सुला छन सुता तुम्हारी सुनाई अब गुना दुई चारी माता पिता हिना संशय छीना माता पि अगुणमा नि माता पितुहीना उदासीना सब संशय छीना श्री राम जय जय राम श्री राम जय जय राम जो गोर बर के गुना बखाने जो बर के गुना बखाने ते सब शिव पहमे अनुहाने जो विबाहु शंकर सन हो जो विबाहु शंकर सन हो दोष गुना समकह सब को दोष गुना समकह सब को श्री राम जय जय राम श्री राम जय जय राम। नारद महर्षि कहले हे हिमवंत आपण कन्या सुलक्षणा आउ आपण कन्यार हस्तरेखा कहूची तांकर दुईटी अवगुण रही। प्रभु कहले हिमवंत कहले माँ मीना कहले कौन अवगुण ना ए कन्यार बर जी हेब से जने अगुण अमानी संशय अछि ना उदासीन एभली बर एवं ए बरर ए जो गुण गुड़िक देखा जाउची काहाठारे ना केवल शिवंक ठारे ए गुण गुड़ा देखा जाए। और जदि आपण कन्या शिवं को विवाह करिवो तेबे जाई आपण कन्यार कपाल लेखन हल्का हो जीव से अपगुण गुड़िक सतगुण हो जीव। बोलिए आनंदचंद्र भगवान की सियावर श्री रामचंद्र भगवान की सच्चिदानंद की। एवं
ନାରଦ ମହର୍ଷି ସତୀଙ୍କୁ ଆଶୀର୍ବାଦ କରି ଶ୍ରୀହରିଙ୍କୁ ସ୍ମରଣ କରି ସତୀଙ୍କୁ ଆଶୀର୍ବାଦ କରି ସେଇ ସ୍ଥାନରୁ ଚାଲିଗଲେ। ତାରକା ନାମକ ଏକ ଅସୁର ଦେବାଦେବୀ ମାନଙ୍କୁ ବହୁ କଷ୍ଟ ଯାତନା ଦେଉଥିଲେ। ଦେବାଦେବୀ ମାନେ ଅତ୍ୟନ୍ତ କଷ୍ଟ ସହୁଥିଲେ। ଯେହେତୁ ସେ ତାରକାସୁର, ଯେହେତୁ ସେ ଅସୁର, ସେ ବ୍ରହ୍ମାଙ୍କ ବଳରେ ବଳିଆନ, ତାଙ୍କୁ କେହି ବି ମାରିପାରିବେ ନାହିଁ। ସେ ବର ପାଇଥିଲେ ଏବଂ ତାଙ୍କୁ କଥିତ ଥିଲା ସେ ତାଙ୍କୁ ମାରିବ କିଏ, ତେଣୁ ତାଙ୍କୁ କେହି ମାରିପାରିବେନି। ସେ ସମସ୍ତଙ୍କୁ ମାରିବେ କିନ୍ତୁ ତାଙ୍କୁ କେହି ମାରିପାରିବେନି। ହେ ସଭାଜନ, ଏଠି ସବଳର ଦୁର୍ବଳ ଉପରେ ଅତ୍ୟାଚାର। ଇଚ୍ଛନ୍ତି ଦାମ୍ବିକେ ହସ୍ତେ ରଖିବାକୁ ସମସ୍ତଙ୍କ ଭାଗ୍ୟ ଡୋରି, ନିଜ ଭାଗ୍ୟ ଡୋରି କାଳ ହସ୍ତେ ବନ୍ଧା ପକାନ୍ତି ହେଳେ ପାଶୋରି। ଦାମ୍ଭିକ ବ୍ୟକ୍ତି ମାନେ ଇଚ୍ଛା କରନ୍ତି, ସବଳ ମାନେ ଇଚ୍ଛା କରନ୍ତି ଦୁର୍ବଳର ଚୁଟିକି ଧରିବେ, ଦୁର୍ବଳ ଉପରେ ଅତ୍ୟାଚାର କରିବେ, କିନ୍ତୁ ଭୁଲି ଯାଆନ୍ତି ଆଉ ଗୋଟେ କାଳ ଅଛି। ଆମେ ଯଦି ଅନ୍ୟ ପାଇଁ ଗାତ ଖୋଳିଥିବା ସେଇ ଗାତରେ ନିଜେ ବି ପଡିବା। ତେଣୁ ହେ ସଭାଜନ, ହେ ସାଧୁଜନ, ସାବଧାନ। ଅନ୍ୟ ଉପରେ କେବେ ଆଧିପତ୍ୟ ବିସ୍ତାର କରିବା ଉଚିତ ନୁହଁ। ଯଦି ଅନ୍ୟ ଉପରେ ଆମେ ଅତ୍ୟାଚାର କରିବା ତାହେଲେ ଆମ ଉପରେ କିଏ ଅଛି ନା ଭଗବାନ ଅଛନ୍ତି। ତେଣୁ ଆମେ ବେଳ ଥାଉ ଥାଉ ଧର୍ମ କରିବା। ଧର୍ମକୁ ଧାରଣ କରି ଅଧର୍ମକୁ ପରି ହାର ଯେ କରି ଯାଇ ଫୁଲ ଆଲୋ ଯାଇ ଫୁଲ ବିଷେ ଆବିର୍ଭାବ ହେବେ ହରି ଯାଇ ଫୁଲ ଆଲୋ ଯାଇ ଫୁଲ। ଆମେ ଧର୍ମ କରିବା ଉଚିତ, ଧର୍ମକୁ ଧାରଣ କରିବା ଉଚିତ। ସେଥିପାଇଁ ଆମର ଭକ୍ତ କବି ମଧୁସୂଦନ ରାୟ ଲେଖିଲେ, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ନିଶ୍ଚିତ କେ ଜାଣି କାହାର ଆସି ମୃତ୍ୟୁ କାଳ ହୋଇଯିବା ଉପସ୍ଥିତ। କ୍ଷୁଦ୍ର କୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବଲ୍ଲିକ ଘର ମୁହିଁ ସେହି ପରି ସଞ୍ଚିବି ଯତନେ ପୁଣ୍ୟ ଧର୍ମ ନିରନ୍ତର। ଭକ୍ତ କବି ମଧୁସୂଦନ ରାୟ ଲେଖିଲେ, ଧର୍ମ କବିତାରେ ଲେଖିଥିଲେ ଯେ ଆମେ ଧର୍ମ କରିବା। ସେତେବେଳେ ଥିଲେ ତାରକା ନାମକ ଅସୁର। ଆଜି ମଧ୍ୟ ଏଇ ସମାଜର ଶ୍ରେଷ୍ଠ ପ୍ରାଣୀ ମାନବ ହେଲେ ମଧ୍ୟ ଏ ମନୁଷ୍ୟ ମଧ୍ୟ ଅସୁର ସଦୃଶ ଜନ୍ମ ନେଇଛନ୍ତି, ଯେ କି ଅନ୍ୟ ଉପରେ ପ୍ରଭାବ ବିସ୍ତାର କରନ୍ତି, ଅନ୍ୟକୁ ଯାତନା ଦିଅନ୍ତି, କଷ୍ଟ ଦିଅନ୍ତି, କିନ୍ତୁ ଭୁଲି ଯାଆନ୍ତି ଯେ ମୃତ୍ୟୁ ବେଳକୁ ଯେଉଁଠୁ ଆସିଥିଲୁ ସେଇଠିକି ଯେତେବେଳେ ଯିବ ସେ ପରମାତ୍ମା ସେ ପଚାରିବେ ତୁ ଯାଇଥିଲୁ କଣ ନେଇକି ଆସିଛୁ, ସାଙ୍ଗରେ କଣ ନେଇକି ଆସିଛୁ। ତେଣୁ ବାଲ୍ୟକାଳୁ ଧର୍ମ ନେଇକି ଯିବା। ଆମର ଏଠିକାର ଧନ ସେଠି ଅଚଳନ୍ତି, ଏଠିକାର ଧନ ସେଠି ଅଚଳନ୍ତି। ଆଜି ଯଦି ଏଇଠି ଆମେ ଯୋଉ ଟଙ୍କା ପଇସା ଆମେ କାରବାର କରୁଛେ, ଆମେ ଆମେରିକାରେ ଗଲେ କଣ ସେଇଟା ଚଳିବ? ତେଣୁ ଏଠିକାର ଧନ ସେଠି ଅଚଳନ୍ତି। ସେଠି ମାନେ କେଉଁଠି? ପରମାତ୍ମାଙ୍କ ପାଖରେ। ଏଠିକାର ଧନ ତାହେଲେ ଏଠି କେଉଁ ଧନ ନେଲେ ସେଠି ଚଳନ୍ତି ହବ ନା ଧର୍ମ ନେଲେ, ଧର୍ମ ରୂପକ ଧନ ନେଲେ ସେଠି ଚଳିବ। ତେଣୁ ଧର୍ମ ଏକ ସିନା ମହତ୍ଵ ପଣିଆ ଆଉ ସବୁ କଥା ପଢେଇ ଦିନିଆ। ଧର୍ମ ଏକ ପୋତ ଗଢିଛନ୍ତି ବିଧି ତରିବାକୁ ଏହି ସଂସାର ବାରିଧି। ଏଇ ସଂସାର ରୂପକ ସମୁଦ୍ରକୁ ପାର ହେବାକୁ ଆଉ ଧର୍ମ ଏକ ପୋତ, ଧର୍ମ ରୂପକ ପୋତରେ ଆମେ ବସିଲେ ସେ ଏଇ ସଂସାର ରୂପକ ସମୁଦ୍ରକୁ ପାର କରିଦେବା। ତେଣୁ ଧର୍ମ କାର୍ଯ୍ୟ କରିବା ଉଚିତ। ଏଇ ମାନବ ମଧ୍ୟ ଅସୁର ସାଜୁଛି। ତେଣୁ ହେ ସାଧୁଜନ, ବେଳକୁ ହୁଅ ସାବଧାନ।
ତେଣୁ ତାରକାସୁର ଯେତେବେଳେ କଷ୍ଟ ଦେଇଛି ସେତେବେଳେ ଦେବାଦେବୀ ମାନେ ଯାଇ ଇନ୍ଦ୍ରଙ୍କ ପାଖରେ ନିଜର ଦୁଃଖ କାହାଣୀ ଜଣାଇଛନ୍ତି ଏବଂ ଇନ୍ଦ୍ର ମଧ୍ୟ କହିଛନ୍ତି ଯଦି ଶିବ ପାର୍ବତୀଙ୍କୁ ବିବାହ କରିବେ ଏବଂ ସେ ଦୁହିଁଙ୍କ ଔରସାରୁ ଯଦି କାର୍ତ୍ତିକେୟ ଜନ୍ମ ହବ ତେବେ ସେ ହିଁ ମାରିପାରିବେ ତାରକାସୁରକୁ ବୋଲି ରାମଚନ୍ଦ୍ର ଭଗବାନ କି ସିଆବର ସଚିତାନନ୍ଦ କି ସିଆବର ଶ୍ରୀ ରାମଚନ୍ଦ୍ର ଭଗବାନ କି। ସେତେବେଳେ ସମସ୍ତେ ଚିନ୍ତା କଲେ କଣ କରିବା। ଦେବାଦେବୀ ମାନେ କହିଲେ ତେବେ ଆମେ କଣ କରିବୁ। ପ୍ରଭୁ ଶଙ୍କର ଭଗବାନ ତ ଧ୍ୟାନରେ ବସିଛନ୍ତି, ସମାଧିରେ ବସିଛନ୍ତି, ଆମେ ତାଙ୍କ ସମାଧି ଭଗ୍ନ କରିବ କିଏ। ଇନ୍ଦ୍ର କହିଲେ ତୁମେ ସମସ୍ତେ କନ୍ଦର୍ପକୁ ସ୍ତୁତି କର। ସେଇ କନ୍ଦର୍ପ ହଉଛନ୍ତି ପ୍ରେମର ଦେବତା। ସେ ହିଁ ଯଦି ତାଙ୍କର ସାଧନା ଭଗ୍ନ କରିବେ ତେବେ ଯାଇ ସେ ପାର୍ବତୀଙ୍କୁ ଦେଖି ପାର୍ବତୀଙ୍କ ପ୍ରେମରେ ଆକୃଷ୍ଟ ହୋଇ ସେ ପାର୍ବତୀଙ୍କ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ସେ ପାର୍ବତୀଙ୍କୁ ବିବାହ କରିବେ ଏବଂ କାର୍ତ୍ତିକ ଜନ୍ମ ନେବେ। ତେଣୁ ଦେବାଦେବୀ ମାନେ ସମସ୍ତେ ସ୍ତୁତି କଲେ। ମା ପାର୍ବତୀ ସେଇ ସମୟରେ କନ୍ଦର୍ପ ଆସି ଆବିର୍ଭାବ ହେଲେ ଏବଂ କନ୍ଦର୍ପ ହେଉଛନ୍ତି ପ୍ରେମର ଦେବତା। କନ୍ଦର୍ପକୁ ସମସ୍ତେ ଦେବାଦେବୀ ମାନେ ନିଜର ଦୁଃଖ କହିଲେ ଏବଂ କନ୍ଦର୍ପ ମଧ୍ୟ ଜାଣିପାରିଥିଲେ ଯେ ଶିବଙ୍କ ବିରୋଧୀ କଲେ ମୃତ୍ୟୁ ନିଶ୍ଚୟ, କିନ୍ତୁ ତଥାପି ପରୋପକାର ପୁଣ୍ୟମୟ ବ୍ରତ ପାଳନ୍ତି ମହତ୍ଵ ଜନ, ଉର୍ବି ଦିବାକର ପର ଉପକାରେ ଦିଅନ୍ତି ଶସ୍ୟ କିରଣ। ଉର୍ବି ଏବଂ ଦିବାକର, ଉର୍ବି ଅର୍ଥାତ୍ ପୃଥିବୀ, ଦିବାକର ଅର୍ଥାତ୍ ସୂର୍ଯ୍ୟ। ପର ଉପକାରେ ପୁଣ୍ୟମୟ ବ୍ରତ ପାଳନ୍ତି ମହତ୍ଵ ଜନ, ଉର୍ବି ଦିବାକର ପର ଉପକାରେ ଦିଅନ୍ତି ଶସ୍ୟ କିରଣ। ମହତ୍ଵ ବ୍ୟକ୍ତି ମାନେ ପର ଉପକାର ପାଇଁ ପରର ଉପକାର କରିଥାନ୍ତି। ଯେଭଳି କି ଉର୍ବି ହେଲା ପୃଥିବୀ, ଶସ୍ୟ ପ୍ରଦାନ କରେ ପର ପାଇଁ, ଦିବାକର ହେଲେ ସୂର୍ଯ୍ୟ, କିରଣ ଦିଅନ୍ତି ପରକୁ। ତେଣୁ ମହତ୍ଵ ବ୍ୟକ୍ତି ମଧ୍ୟ ସେଇଭଳି। ଯେତେବେଳେ ଆମେ ଚାଣକ୍ୟ ମଧ୍ୟ ଲେଖିଛନ୍ତି ପରୋପକାରାୟ ଫଳନ୍ତି ବୃକ୍ଷା, ପରୋପକାରାୟ ଦୁହନ୍ତି ଗାବହ, ପରୋପକାରାୟ ଫଳନ୍ତି ବୃକ୍ଷା, ପରୋପକାରାୟ ଦୁହନ୍ତି ଗାବହ, ପରୋପକାରାର୍ଥମ ଇଦଂ ଶରୀରମ୍। ଏଇ ଶରୀରଟି ହଉଛି ପରର ଉପକାର ପାଇଁ। ତେଣୁ ଯେତେବେଳେ କନ୍ଦର୍ପକୁ ଏକଥା କହିଛନ୍ତି, କନ୍ଦର୍ପ ଜାଣିଛନ୍ତି ଯେ ପ୍ରଭୁ ଶିବଙ୍କର ବିରୋଧୀ ହେବା ଉଚିତ ନୁହଁ। ତେଣୁ ତଥାପି ସେ ଅନ୍ୟର ଉପକାର ପାଇଁ, ଅନ୍ୟର ହିତ ପାଇଁ ସେ ସ୍ମିତ ହାସ୍ୟ ଦେଇ ନିଜେ ରାଜି ହେଇଯାଇଛନ୍ତି ଯେ ତାଙ୍କର ଶିବଙ୍କର ସମାଧିକୁ ଭଗ୍ନ କରିବା ପାଇଁ। ତେଣୁ ସନ୍ଥ ତୁଳସୀଦାସ ଲେଖିଲେ ତଦପି କରବୁ ମେ କାଜୁ ତୁମାରା, ଶ୍ରୁତି କହେ ପରମ ଧର୍ମ ଉପକାର। ତଦପି କରବୁ ମେ କାଜୁ ତୁମାରା, ଶ୍ରୁତି କହେ ପରମ ଧର୍ମ ଉପକାର। परहित लागी तजाई जो देही, संतत संत प्रशंसित तेहि। असकई सरबु सिरा नाई, असकई सरबु सिरा नाई। सुमन धनुष कर सहाय सहाई, असकई सरबु सुनिसु, असकई सरबु सिरा नाई। सुमन धनुष कर ସହାୟ ସହାଇ। ଏହା କହିକି ସେଇ କନ୍ଦର୍ପ ସୁମନ ଧନୁଷ ଅର୍ଥାତ୍ ତାଙ୍କର ପୁଷ୍ପ ଧନୁକୁ ଧରି ବାହାରିଲେ ଯିବା ପାଇଁ। ଯେତେବେଳେ ପୁଷ୍ପ ଧନୁକୁ ଧରି ପକାଇଛନ୍ତି ସେତେବେଳେ କାମ ପ୍ରକଟିତ ହୋଇଛି ସମଗ୍ର ପୃଥିବୀ ଉପରେ ଏବଂ ସମସ୍ତେ ମଧ୍ୟ ପ୍ରେମରେ ପଡି ଯାଇଛନ୍ତି। ସେ ସାରା ପୃଥିବୀବାସୀ ମଧ୍ୟ ଏପରିକି ନଦୀ ମଧ୍ୟ ତଡାଗ ସହିତ ପ୍ରେମ କରିବାକୁ ଦୌଡ଼ିଛି ଏବଂ ଏପରିକି ବୃକ୍ଷ ମଧ୍ୟ ବଡ ବଡ ବୃକ୍ଷ ମାନେ ମଧ୍ୟ ନଈ ମାନଙ୍କ ସହିତ ପ୍ରେମ କରିବା ପାଇଁ ଦୌଡ଼ିଛନ୍ତି। ମହାମୁନି ଯୋଗୀ ମାନେ ସେମାନେ ମଧ୍ୟ ତାଙ୍କର
ଯୋଗ ଭଗ୍ନ କରି ସେମାନେ ମଧ୍ୟ ଅନ୍ୟ ସମସ୍ତଙ୍କୁ ନାରୀ ନାରୀମୟ ବୋଲି ତାଙ୍କୁ ଦେଖାଯାଇଛି, ଆଉ ବ୍ରହ୍ମମୟ ଦେଖାଯାଇ ନାହିଁ। ଯୋଉ ମୁନି ଋଷି ମାନଙ୍କୁ ନାରୀମୟ ଦେଖାଯାଇଛି, ନାରୀ ସମସ୍ତ ନାରୀ ମାନଙ୍କୁ ପୁରୁଷମୟ ଦେଖାଯାଇଛି। ସମସ୍ତେ ପ୍ରେମରେ ପରସ୍ପର ଛଟପଟ ହେଲେ ଏବଂ 2 ଘଣ୍ଟା କାଳ ଛଟପଟ ହେଇଛନ୍ତି। ଯେତେବେଳେ ସେ ସମୟରେ ଯାଇ ପହଞ୍ଚି ଗଲେ ପ୍ରଭୁ ଶିବଙ୍କ ପାଖରେ, ସେ ଭୟରେ ଥରି ଉଠିଲେ କନ୍ଦର୍ପ ଏବଂ ସଙ୍ଗେ ସଙ୍ଗେ ସବୁ ଶିଥିଳ ହେଇଗଲା। ଏବଂ କନ୍ଦର୍ପ ଏଠି ଜାଣିପାରିଲେ ଯେ ଶିବ ବିରୋଧୀ ଧ୍ରୁବ ମରଣ ହୁମାର, ଶିବ ବିରୋଧୀ ଧ୍ରୁବ ମରଣ ହୁମାର। ଶିବଙ୍କର ମୁଁ ବିରୋଧୀ କରୁଛି ମାନେ ମୁଁ ନିଶ୍ଚିତ ମୋର ମୃତ୍ୟୁଟା ହିଁ ଧ୍ରୁବ। ତେଣୁ ସେ ବସନ୍ତ ଋତୁକୁ ପ୍ରକଟିତ କଲେ। ବସନ୍ତ ଋତୁର ଆଗମନରେ ଆମ୍ର ବକୁଳ ବନରେ ସେ ଆମ୍ର ବୃକ୍ଷର ଶାଖାରେ ଲୁଚିକି ବସି ପଡିଲେ କନ୍ଦର୍ପ ଏବଂ ମାରିଲେ ତାଙ୍କର ପଞ୍ଚଶର ଆରମ୍ଭ କଲେ। ତାଙ୍କର ପଞ୍ଚବାଣ କଣ? ଅଶୋକଂ ଅରବିନ୍ଦଂ ଚ୍ୟୁତଂ ଚ ନବମଲ୍ଲିକା ନୀଳୋତ୍ପଳ ପଞ୍ଚଦେ ପଞ୍ଚବାଣ ଶୋଷୟତେ। ତାଙ୍କର 5 ବାଣ ମାରିଲେ। ତାଙ୍କର ପଞ୍ଚବାଣ ନାମ ହଉଛି ଅଶୋକ, ଅରବିନ୍ଦ, ଚ୍ୟୁତ, ନବମଲ୍ଲିକା, ନୀଳୋତ୍ପଳ। ସେ ଯେତେବେଳେ 5 ବାଣ ମାରି ଦେଇଛନ୍ତି ସଙ୍ଗେ ସଙ୍ଗେ ପ୍ରଭୁ ଶିବଙ୍କର ସମାଧି ଭଗ୍ନ ହୋଇଯାଇଛି। ପ୍ରଭୁ ଶିବ ଚାହିଁଛନ୍ତି, ଚାରିପଟକୁ ଚାହିଁଛନ୍ତି, ଦେଖିଛନ୍ତି ଯେ ଗୋଟିଏ ଆମ୍ର ବୃକ୍ଷର ଶାଖାରେ କନ୍ଦର୍ପ ବସି କନ୍ଦର୍ପ ଏ ପ୍ରେମସର ମାରିଛନ୍ତି। ସେ କ୍ରୋଧାଗ୍ନିରେ ବଶବର୍ତ୍ତୀ ହେଇ ତାଙ୍କର ତୃତୀୟ ଲୋଚନର ଚାହିଁଦେଲେ ଏବଂ ସେଇ ସଙ୍ଗେ ସଙ୍ଗେ ତାଙ୍କର ତୃତୀୟ ଲୋଚନରୁ ଅଗ୍ନି ଉଦ୍ଗୀର୍ଣ୍ଣ ହୋଇ କାମଦେବ ସେଇଠୁ ଦହନ ହେଇଗଲେ, ଜଳିଗଲେ। ସେଇ ସମୟରେ ପାର୍ବତୀ ମଧ୍ୟ ସେଇ ସମୟରେ ମଧ୍ୟ ସେଠି ଉପସ୍ଥିତ ଥିଲେ। ଏଠି କାଳିଦାସ ଲେଖିଲେ କୁମାର ସମ୍ଭବରେ, ତଥା ସମକ୍ଷଂ ଦହତା ମନୋଭବଂ ପିନାକିନା ଭଗ୍ନ ମନୋରଥା ସତୀ ନିନ୍ଦ ରୂପଂ ହୃଦୟନ ପାର୍ବତୀ ପ୍ରିୟସୁ ସୌଭାଗ୍ୟ ଫଳ ଚାରୁତା। ତଥା ସମକ୍ଷଂ ଦହତା ମନୋଭବଂ ପିନାକିନା ଭଗ୍ନ ମନୋରଥା ସତୀ। ଯେତେବେଳେ ପିନାକି ଅର୍ଥାତ୍ ପିନାକି ନାମକ ଧନୁ ଧାରଣ କରନ୍ତି ଯେଉଁ କନ୍ଦର୍ପଙ୍କ ଦ୍ୱାରା ଯେତେବେଳେ ପ୍ରେମସର ମାରିଲେ, କନ୍ଦର୍ପ ଯେତେବେଳେ ପ୍ରେମସର ମାରିଲେ, ସେତେବେଳେ ପ୍ରଭୁ ଶଙ୍କର ଭଗବାନ ତଥା ସମକ୍ଷଂ ତାଙ୍କରି ଆଖି ଆଗରେ, ପାର୍ବତୀଙ୍କ ଆଖି ଆଗରେ ସେଇ ଶଙ୍କର ଭଗବାନ ଚତୁର୍ଦିଗକୁ ଚାହିଁଲେ, ପାର୍ବତୀଙ୍କୁ ମଧ୍ୟ ଚାହିଁଲେ, କିନ୍ତୁ ତଥାପି ପାର୍ବତୀଙ୍କ ସୌନ୍ଦର୍ଯ୍ୟରେ ସେ ଆକୃଷ୍ଟ ହେଲେ ନାହିଁ ଏବଂ ତାଙ୍କରି ଆଖି ଆଗରେ ଯେତେବେଳେ ମଦନକୁ ଦହନ କରିଦେଲେ, ପାର୍ବତୀ ସେଠି ନିଜର ରୂପକୁ ନିନ୍ଦା କରିଛନ୍ତି, ସୌନ୍ଦର୍ଯ୍ୟକୁ ନିନ୍ଦା କରିଛନ୍ତି ଯେ ପ୍ରଭୁ ମୋର ଏତେ ସୁନ୍ଦର ଶରୀର ହେଲେ ମଧ୍ୟ ମୋର ସୌନ୍ଦର୍ଯ୍ୟରେ ପ୍ରଭୁ ଆକୃଷ୍ଟ ହେଲେ ନାହିଁ। ହେ ସଭାଜନ, ହେ ସାଧୁଜନ, ଜଣେ ପ୍ରେମିକାର ସୌନ୍ଦର୍ଯ୍ୟ ଉପରେ ଆକୃଷ୍ଟ କରି ପ୍ରେମ କରି ବସେ, କିନ୍ତୁ ପ୍ରଭୁ ଶଙ୍କର ଭଗବାନ ଆଖି ଆଗରେ ପାର୍ବତୀଙ୍କୁ ଦେଖିଲେ ମଧ୍ୟ ସେ କିନ୍ତୁ ମଦନକୁ ଦହନ କରିଦେଲେ, ତାଙ୍କର ପ୍ରେମରେ ଆକୃଷ୍ଟ ହେଲେ ନାହିଁ। ବୋଲି ରାମଚନ୍ଦ୍ର ଭଗବାନ କି, ସିୟାବର ଶ୍ରୀ ରାମଚନ୍ଦ୍ର ଭଗବାନ କି, ସଚିଦାନନ୍ଦ କି, ହରି ବୋଲ। ମା ପାର୍ବତୀ ସେଇଠୁ ନିଜେ ଚିନ୍ତା କଲେ ଯେ ପ୍ରଭୁ ମୋର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହେଲେ ନାହିଁ। ସା ଇଏସ କର୍ତ୍ତୁମ ଅବନ୍ଧ୍ୟ ରୂପତାଂ ସମାଧି ମାସ୍ତାର ତପୋବିରାତ୍ମନ ଅବାପ୍ୟତେବ କଥମ ମନ୍ୟଥା ଦ୍ୱୟଂ ତଥାବିଦ ପ୍ରେମ ପତିଶ୍ଚ ତାଦୃଶ। ସା ଇଏସ କର୍ତ୍ତୁମ ଅବନ୍ଧ୍ୟ ରୂପତାଂ। ସା ଅର୍ଥାତ୍ ସା ମାନେ ସେ, ଏଠି ସ୍ତ୍ରୀଲିଙ୍ଗରେ ସା, ସ୍ତ୍ରୀଲିଙ୍ଗ ଏଠି ପାର୍ବତୀଙ୍କୁ ସା ବୋଲି କୁହାଯାଇଛି। ସା ମାନେ ସେ, ସା ଇଏସ ସେ ଇଚ୍ଛା କଲେ, କର୍ତ୍ତୁମ ଅବନ୍ଧ୍ୟ ରୂପତାଂ ତାଙ୍କର ରୂପକୁ ଅବନ୍ଧ୍ୟ କରିବାକୁ ଇଚ୍ଛା କଲେ, ତାଙ୍କର ଅନ୍ତଃ ସୌନ୍ଦର୍ଯ୍ୟକୁ, ଅନ୍ତଃକରଣକୁ ସୌନ୍ଦର୍ଯ୍ୟ କରିବା ପାଇଁ ଇଚ୍ଛା କଲେ। ତାଙ୍କର ସେଇ ଅନ୍ତଃକରଣକୁ ସୌନ୍ଦର୍ଯ୍ୟ କରିବା ପାଇଁ ଇଚ୍ଛା କରି ସେ ମନେ ମନେ ଚିନ୍ତା କଲେ, ମୁଁ ସମାଧିର ଆଶ୍ରୟ ନେବି ଯାଉଛି। ସମାଧି କଣ ନା ଯୋଗ, ନିୟମ, ଆସନ, ପ୍ରାଣାୟାମ, ଧ୍ୟାନ, ଧାରଣା, ଆହାର, ପ୍ରତ୍ୟାହାର, ଏଇଭଳିଆ କଠୋର ସାଧନା କଲେ, କଠୋର ତପସ୍ୟା କଲେ ହୁଏତ
ଏଭଳିଆ ପତି ମତେ ମିଳିପାରିବେ। ଏହା ଇଚ୍ଛା କରି ମା ପାର୍ବତୀ ଯାଇ ନିଜର ମା ମୀନା ଏବଂ ବାପା ହିମାଳୟଙ୍କୁ ନିଜର ଦୁଃଖ କଥା ଜଣାଇଛନ୍ତି। ଏବଂ ମା ମଧ୍ୟ କହିଛନ୍ତି, ହେ କନ୍ୟା, ତୁମେ ଶରୀର କେଉଁଠି, ତୁମ ତପସ୍ୟା କେଉଁଠି? ତୁମେ ତପସ୍ୟା କରିବା ପାଇଁ ଅନ୍ୟ ଏକ ଶିଖରକୁ ଯିବା ପାଇଁ କହୁଛ? ନା, ତାହା ହେଇପାରିବ ନାହିଁ। କାଳିଦାସ ଲେଖିଲେ। ମା ମୀନା କହିଲେ ପାର୍ବତୀଙ୍କୁ, ମନୀଷୀ ତାହା ସନ୍ତେ ଗୃହେଷୁ ଦେବତା ତପଃ କୁଅଚ ବଶ୍ଛି କୁଅଚ ତାବକଂ ବପୁଃ ପଦଂ ସହତେ ଭ୍ରମରସ୍ୟ ପେଲବଂ ସୋରିଷ ପୁଷ୍ପଂ ନଚପତ ତୃଣ। ହେ କନ୍ୟା, ତୁମର ମାନସର ଦେବତା, ତୁମ ମାନସର ବର ସେଇ ଭଗବାନ ଆମ ଗୃହରେ ମଧ୍ୟ ଅଛନ୍ତି, ଅର୍ଥାତ ଏଇ ହିମାଳୟରେ ମଧ୍ୟ ଅଛନ୍ତି। ତପଃ କୁଅଚ ବଶ୍ଛି କୁଅଚ ତାବକଂ ବପୁ। ତପସ୍ୟା କେଉଁଠି? ତୁମ ଶରୀର କେଉଁଠି? ତୁମ ଶରୀର ପରା ସୋରିଷ ପୁଷ୍ପ ଭଳି ସୁକୋମଳ। ଏଇ ସୁକୋମଳ ପୁଷ୍ପଟି ଭ୍ରମରର ପଦକୁ ସହ୍ୟ କରିପାରିବ, କିନ୍ତୁ ପକ୍ଷୀର ପଦକୁ କଣ ସହ୍ୟ କରିପାରିବ? ଏହା ଅସମ୍ଭବ। ମା, ତୁମେ ଯାଅ ନାହିଁ, ତୁମେ ତପସ୍ୟା ଆମ ଏଇ ହିମାଳୟରେ କର। କିନ୍ତୁ ନିମ୍ନଗାମୀ ଜଳ ଆଉ ପାର୍ବତୀଙ୍କର ମନ ସହିତ ସମାନ। ପାର୍ବତୀଙ୍କ ମନ ନିମ୍ନଗାମୀ ଜଳ ସହିତ ସମାନ। ପାର୍ବତୀ ବାରମ୍ବାର ଅନୁରୋଧ କରିଛନ୍ତି, ହେ ପିତା, ମତେ କୁହନ୍ତୁ, ମାଙ୍କୁ ବୁଝାନ୍ତୁ, ମତେ ମୋର ଇପ୍ସିତ ବରଙ୍କୁ ପାଇବା ପାଇଁ ମତେ ଦିଅନ୍ତୁ। କିନ୍ତୁ ପିତା ଏବଂ ମାତା ମଧ୍ୟରେ ଏଠି ଆମେ ତୁଳନା କରିବା। ମାଟି ସବୁବେଳେ ତାର ପିଲାକୁ କହୁଥାଏ, ନା ମୋ ପିଲା ବାହାରୁ ଗଲେ କାଳେ ପଡିଯିବ, କାଳେ ଆଣ୍ଠେଇ ପଡିବ। କିନ୍ତୁ ପିତା କହନ୍ତି ତାଙ୍କୁ ଛାଡିଦେବା, ତାକୁ ଛାଡିଦେଲେ ସେ ନିଜେ ଜାଣିବେ ମୁଁ ଦୁଷ୍ଟ ହେଲି, ମୁଁ ଦୁଷ୍ଟ ହେବାରୁ ଏଇ ଦଣ୍ଡଟି ପାଇଛି। ତେଣୁ ତାଙ୍କୁ କଷ୍ଟ ଦେବା ପାଇଁ ପିତା ଚାହାନ୍ତି ପିଲାଟି ଆମର କଷ୍ଟ କରୁ, କଷ୍ଟ କଲେ ସେ ସଫଳ ଲାଭ କରିପାରିବ। କିନ୍ତୁ ମା ଚାହାନ୍ତି ପିଲା ମୋର କଷ୍ଟ ନ ପାଉ। ତେଣୁ ଏଠି ପିତା ହିମାଳୟ କନ୍ୟାର ମନ କଥା ଜାଣିଦେଲେ। ପିତା ହିମାଳୟ କହିଲେ, ପାର୍ବତୀ, ତୁମେ ଯାଅ, ପରିଶ୍ରମ କର। ଶ୍ରମଂ ବିନା ଫଳଂ ନାସ୍ତି। ପରିଶ୍ରମ ନ କଲେ ଫଳ କେବେ ହୁଏନି, ଫଳ ଫଳେ ନାହିଁ। ତେଣୁ ତୁମେ ଯାଅ, ତୁମେ କଠୋର ତପଶ୍ଚାରଣା କର, ତୁମେ ତୁମ ଇପ୍ସିତ ବରକୁ ପାଇବ। ଏଠି ମା ମୀନା ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି। ସଖୀଗଣଙ୍କ ସହ ପାର୍ବତୀ ହିମାଳୟକୁ ଛାଡି ଅନ୍ୟ ଏକ ଶିଖରକୁ, ପର୍ବତ ଶିଖରକୁ ଯାଇଛନ୍ତି ଏବଂ ସେଠାରେ ତପସ୍ୟା କରିଛନ୍ତି। ଯେଉଁ ଶିଖରକୁ ଯାଇଛନ୍ତି ସେଇ ଶିଖରଟି ପାର୍ବତୀଙ୍କର ଯେତେବେଳେ ବାସସ୍ଥଳୀ ହୋଇଛି, ସେଇ ସ୍ଥାନରେ ଆଉ ଜୀବ ମଧ୍ୟରେ ଶତ୍ରୁତା ନଥିଲା। ସେଠାରେ ନେଉଳ ଏବଂ ସର୍ପ ଏକତ୍ର ଖେଳୁଥିଲେ। ସେଠାରେ ବ୍ୟାଘ୍ର ଏବଂ ବାଛୁରୀ ମଧ୍ୟ ଏକତ୍ର ଖେଳୁଥିଲେ। ସେଠାରେ କେହି କାହା ପ୍ରତି ଈର୍ଷା କରୁନଥିଲେ। ସେ ପରିବେଶ ଏତେ ସୁନ୍ଦର ଥିଲା, ଆଉ ତ୍ରିଲୋକର ସୌନ୍ଦର୍ଯ୍ୟ ସହିତ ସମାନ। ମା ପାର୍ବତୀ ଯୋଗ ବା ସାଧନାରେ ଲାଗିଲେ, ଅତ୍ୟନ୍ତ କଠୋର ତପସ୍ୟା କଲେ। ଶୀତ ଦିନରେ ତ୍ରିସ୍ନାନ କରି ଜଳ ଭିତରେ ବୁଡି ରହି ପ୍ରଭୁଙ୍କୁ ଡାକିଲେ ଏବଂ ଗ୍ରୀଷ୍ମ ଦିନରେ ଚତୁଃପାର୍ଶ୍ୱରେ ଅଗ୍ନି ଜାଳି ସୂର୍ଯ୍ୟଙ୍କୁ ଚାହିଁକି ସେ ମଧ୍ୟ ପ୍ରଭୁଙ୍କୁ ଡାକୁଥାନ୍ତି। ଯଜ୍ଞ ସମୟରେ ସେ ମଧ୍ୟ କାଷ୍ଠ ସଂଗ୍ରହ କରି ମଧ୍ୟ ଯଜ୍ଞ କରୁଥାନ୍ତି ଏବଂ ଏଇଭଳି ବହୁତ କଷ୍ଟ କଲା ପରେ, ବହୁତ କଷ୍ଟ କରୁଛନ୍ତି। ସେ ସମୟରେ ନାରଦ ମହର୍ଷି, ସପ୍ତର୍ଷି ଏମାନେ ମଧ୍ୟ ପ୍ରଭୁ ଶିବଙ୍କୁ ବୁଝାଇଛନ୍ତି ଯେ, ହେ ପ୍ରଭୁ, ଆପଣ ପାର୍ବତୀଙ୍କୁ ବିବାହ କରନ୍ତୁ। ପ୍ରଭୁ ଶଙ୍କର ଭଗବାନ କହିଛନ୍ତି ଯେ, ମୁଁ ଯଦି ବିବାହ କରିବି, ତୁମେ ଯାଇ ପରୀକ୍ଷା କର ସେ ପୂର୍ବ ଜନ୍ମରେ ସତୀ
अनाधिकार चर्चा करुथिले से सेई शक्ति अछंती ना परिवर्तन होइछंती जदि परिवर्तन होइछंती तेबे विवाह करी प्रभु नारद महर्षि गले परीक्षा करिया पाई सेई शिखर को गले एवं छद्मवेशर गले जते नारद महर्षि जाइछंती पार्वती सखीगण तांकर उपयुक्त सत्कार करिछंती एवं नारद महर्षि पचारिछंती जे पार्वती कौन पाई तपस्चरण करुछंती सखी माने मध्य सखी मुखरे कहिछंती सखी माने तार कारण कहिछंती जे शिव को प्राप्ति पाई आम पार्वती तपस्या करुछंती नारद महर्षि कहिछंती सेठी को नारद महर्षि कहिछंती जे हे पार्वती तुमे जेउ अजगा जेउ अमानी अगुना को विवाह करबा को कहूच से पा तांकर पा घर नहीं माँ पार्वती कहले मोर इप्सित बर प्रभु शंकर भगवान कर संसार होउची घर कहले से पा सर्प को अलंकार करुची सर्प को धारण करुची माँ पार्वती कहले से सर्प नुह से काला को जय करिसंती से काला को जीति जाइछंती कहले से पा डंबरू बजाउछंती ना ता होची साम वेदर प्रतीक एभली जेते अवगुण कहिले मध्य पार्वती को पार्वती निजर इप्सित बरंकर सदगुण को कहथांती एठू नारद महर्षि मन मन चिंता कले आंकर इंटरव्यू कौन मु नेबाक आसी ये तो मो इंटरव्यू नेलेनी तेणु नारद महर्षि सेठू विदा कले एवं प्रभु शंकर भगवान को जाई समस्त वृत्तांत कहिले तत्पर सप्तर्षि माने मध्य आसिले सप्तर्षि आसी मध्य सेई जथा क्वेश्चन मध्य प्रश्न मध्य पचारिछंती एवं पचारिछंती सेई जो शिव को विवाह करबा कहूच तांका मुंडरे पूरा फाळिकिया जन माँ पार्वती कहिछंती हाँ से फाळिकिया जन तो पूजा पांती जेतेबेले शिव जेतेबेले समस्ते भल भल जिनिस ग्रहण कले प्रभु शंकर भगवान पा शिव को विष को पान करिसंती तांका कंठर ज्वाला पाई अन्य देवादेवी माने जेतेबेले चंद्र को आह्वान करिसंती से कृष्ण पक्षरे तेणु अर्धचंद्र आसी तांका कपाल रे विराजमान करिसंती सप्तर्षि कले तांका मुंड रूपा पानी बाहरुची उकुणी पोक बाहरुची जटा करी बांचंती जे ना ना ता होची मंदाकिनी जल तेणु एसबु कहया परे सप्तर्षि मध्य निजे मध्य सेठारु फेरी प्रभु शिवंक विषय शिवंक सम्मुखरे समस्त वृत्तांत जणाइले प्रभु शिव निजे बाहरले जेतेबेले बहु कष्ट कला परे बहु साधना कला परे प्रभु निजे ब्रह्मचारी बेशरे पलाश दंड धारण करी से शिखर को गले जे शिखर नाम आज गौरी शिखर रे नामित होइछे गौरी सेठारे तपस्या करथिले बोली सेही शिखर नाम आज गौरी शिखर सेठाକୁ प्रवेश कले एवं जेतेबेले प्रवेश करिसंती सेतेबेले पचारिछन तांकर सत्कार करिसंती सखी माने पार्वती को सखी माने एवं पचारिछंती हे पार्वती तुमे एठी लेखिले कालिदास लेखिले अपि क्रियार्थं सुलभ समित कृषं जलान्यपि स्नान विधि क्षमाणते स्वशक्त्या तपसी प्रवर्त से शरीर माध्यम खलु धर्म सलन हे तपसी हे पार्वती तुमे ए जो तपस्या करूच एते कष्ट करूच प्रथम टिके तुम शरीर को देख प्रथम शरीर एवं तापर धर्म सलन अन्न विहुने सहानी गोविंद जोग साधि बुका घेनी गोविंद 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 अन्न विहुने सहानी गोविंद जोग साधि बुका घेनी गोविंद 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 गोविंद
कहले हे पार्वती तुमे एते क्षीण होईगलणी तुमे एते परिश्रम एते साधना करूच कौन पाई श्रम करने साधना करने तुमे